ମୋ ନାଁ ଅଭିରାମ ବରାଳ। କ'ଣ ହେଇଛି? ଆମର ଏଇଭଳିଆ ଗୋଟେ ଗୋଚର ଜମିରେ ମୋର ଗୋଟେ କିଆରି ଅଛି, ଗୋଚରକୁ ନାଗି ସେଠି ମୁଁ ଗୋଟେ ଘର କରିବି ବୋଲି ଯୋଜନା କରିଥିଲି। ଯୋଜନା କଲା ଭିତରେ ସେମାନେ ଆସିକି ସେଠି ଗୋଚର ଜମିଟାରୁ ମାଟି ତାଡ଼ି ମୋ କିଆରି କରୁ ମାଟି ତାଡ଼ି ଗଢ଼ିଆ ପୋଖରୀ କରୁଛନ୍ତି। କହିଲା ସତ୍ତ୍ୱେ ମୋତେ ଗୋଳମାଳ କରୁଛନ୍ତି, ଡୋଜର ପକାଇ ମାଟି ତାଡ଼ୁଛନ୍ତି, ମାଟି ତାଡ଼ିକିନି ନେଉଛନ୍ତି। କିଏ? ଯୋଗେନ୍ଦ୍ର ମହାନ୍ତି ଆଉ ବ୍ରଜକିଶୋର ରାଉତ। କେଉଁ ଗାଁରେ? ସେଟା ହେଉଛି ସୁରୁବଣ ମୌଜା ଭୁସୁଗା ଗାଁ। ଆକୁଲି ସେ ବ୍ଲଟ ହେଉଛି ଆକୁଲିଗଣା ମୌଜାର ଅଧେ, ସୁରୁବଣ ମୌଜାର ଅଧେ। ଆପଣ କ'ଣ ଚାହୁଁଛନ୍ତି? ଆମେ ଚାହୁଁଛୁ ସେ ଜାଗାଟା ସବୁ ମାଟି କଟା ବନ୍ଦ ରହୁ, ଆମେ ଘର ଖଣ୍ଡେ କରିମୁ, ରାସ୍ତା ଖଣ୍ଡେ କରିପାରୁନୁ କି ଭଲ ମନ୍ଦ କରିପାରିମୁ। ଏଇ ସକାଶେ ଆମେ କମ୍ପ୍ଲେନ୍। ୟା ବିଷୟରେ ଆମେ ଜଣେଇଛୁ, ଆର୍ଆଇକି ଜଣେଇଛୁ, ଥାନା ପୋଲିସ ଅଧିକାରୀଙ୍କୁ ଜଣେଇଛୁ। କାଲି ଛୁଟି ଥିଲା ବୋଲି ସେମାନେ କେହି ଆସିପାରିନାହାନ୍ତି। ଥାନା ଆର୍ଆଇ ବି ତାଙ୍କୁ ଫୋନ୍ କରିଛନ୍ତି, ତା ସତ୍ତ୍ୱେ ସେମାନେ ଫେର ଜବରଦସ୍ତ ମାଟି ଖୋଳୁଛନ୍ତି। ମୋ ନାଁ ପରେଶ ବରାଳ, ମୁଁ ଅଭିନବ ନାତି କହୁଥିଲି। ଆଉ ମୁଁ ସେଇଠି ଗୋଟେ ଫାର୍ମ ଆଉ ଘର କରିବାକୁ ଚାହୁଁଛି, କାହିଁକିନା ଆମ ଫ୍ୟାମିଲି ବଡ଼। ଫ୍ୟୁଚରରେ ଆମେ ସେଇଠି ଘର କରିକି ରହିମୁ। ସେଇଠି ଗୋଟେ ଫାର୍ମ ଥିଲା, ସେଇଠି ଆମେ ଫାର୍ମ କତିରେ ଛୋଟ ରାସ୍ତାରେ ପଡ଼ିଛି। ତାଙ୍କ ଲୋକଙ୍କୁ କହିଲୁ ଯେ ଆମକୁ ସେଇଠି ରାସ୍ତା ଦିଅ। ସେ କହିଲା ନା ଆମେ ପର୍ସନାଲ ବ୍ୟକ୍ତିରେ କରୁଛୁ, ଆମେ ସେଇଠି ରାସ୍ତା ଦେଇପାରିବୁନୁ। ଯେତେବେଳେ ସେଇ ଯେଉଁ ଗାଁରେ ଖୋଳା ଯାଉଛି ସେଠି ଆମେ ଜଣକୁ ପରାମର୍ଶ ନେନୁ, କାହିଁକିନା ସିଏ ରାସ୍ତା ଦେଉନାହାନ୍ତି। ଆମେ ସୋଠ ପକେଇକି ସେଠି ଗୋଟେ ରାସ୍ତା ନମୁ ବୋଲି ସେ କହିଥିଲେ ହଉ। ତାପରେ ଆମେ ଦେଖିଲା ବେଳକୁ ଆମେ ଯେଉଁ ସୋଠ ପାଇଁ କିଣିବାକୁ ଯାଇଥିଲୁ ସେଇଦିନ ସକାଳୁ ସେଠି ଖୋଳା ଚାଲିଛି। ତାଙ୍କୁ ଯେତେବେଳେ ଆମେ କହିଲୁ ଆମେ ସେଠି ଗୋଟେ ରାସ୍ତା ନେବୁ, ନା ତମ ଗାଁ ଲୋକ କ'ଣ ସବୁ ରାସ୍ତା ନେବ କି, ଆଉ ଆମେ ଦେଇପାରିବୁନି, ଆମେ ସେବାଟେ ବୁଲିକି ଯାଉ, ନହେଲେ ଏଠି କରନା, ତମେ ବିଜନେସ୍ କରିପାରିବନି, କିଛି କରିପାରିବନି। ଲୋକ ଚାହୁଁଛନ୍ତି ଏଠି ଦଳକୁ ନେଇକି ବିଜେଡ଼ି ଆଉ ବିଜେପିକି ନେଇକି ସମସ୍ତଙ୍କୁ ହଇରାଣ କରିବାକୁ ଚାହୁଁଛନ୍ତି, ଯେ ଗୋଟେ କାହାକୁ ଆଗକୁ ଯିବାକୁ ଚାହୁଁନାହାନ୍ତି। ସିଏ କହୁଛନ୍ତି ଆମେ ଆଗରେ ଅଛୁ ମାନେ ଆମେ ଆଗରେ ରହିମୁ। ଆଉ ଗୋଟେ ଯୁବ ନେତା କି ଗୋଟେ ସେ ଯାଇକି ଆଗରେ କିଛି ଗୋଟେ ନ କରୁ ଚାହୁଁଛନ୍ତି। ଆମେ କେମିତି କ'ଣ କରିମୁ? ଗାଁରେ ଘର କରିକି ରହିଛୁ, ଯେତେବେଳେ ଆମେ ଫାର୍ମ ଗୋଟେ କରିମୁନୁ କି ଆମେ ପୋଷିମୁ ଘର ଫ୍ୟାମିଲି କି କେମିତି ପୋଷିମୁ? ତାଙ୍କୁ କହିଲା ବେଳକୁ ସେଇ କଥା ସେ କହୁଛନ୍ତି ନା ହେଇପାରିବନି, ତମେ ଏବାଟେ ରାସ୍ତା ନେଇପାରିବନି। ଆଉ ଟ୍ରାକ୍ଟର 2ଟା ପକେଇ ଖୋଳୁଥିଲେ, ଆମେ ଯେତେବେଳେ ଗଣୁ 4ଟା 8ଟା ଟ୍ରାକ୍ଟର ପକେଇ କାମ କରୁଛନ୍ତି। ଆମେ ସେଠି ତାଙ୍କ ଗାଁ ଲୋକ ସମସ୍ତେ କରୁଛନ୍ତି, ବ୍ରଜକିଶୋର ଯେଉଁ ମହାନ୍ତି ଯେଉଁ ରାଉତ ଆଉ ତାଙ୍କ ଗାଁ ଲୋକ। ଆମେ ତାଙ୍କ ଯେତେବେଳେ ଯାଇକି ପହଞ୍ଚିନୁ କି ଫୋନ୍ କନୁ, ସେ ଆମକୁ କହିଲେ ଗାଁ ଲୋକ ସମସ୍ତେ କରୁଛନ୍ତି। ଗାଁ ଲୋକ ଆମେ କେତେ ଜଣ କତିକି ଯିମୁ? କାମଟା ସରିଯାଇଥିବ। ଆମେ ଆର୍ଆଇ କତିକି ଫୋନ୍ କଲୁ, ସେ କହିଲେ ଆମେ ଛୁଟିରେ ଅଛୁ, ଆମେ ଏଇ ସାଙ୍ଗେ କିଛି କରିପାରିବୁନୁ, ମଙ୍ଗଳବାର ଦିନ ଯାଇକି କରିମୁ ଅଫିସ୍ ଖୋଲିଲେ। ଆମେ କାହା ପାଖକୁ ଏଇ ସାଙ୍ଗେ ଯିମୁ? ତ ଥାନା ଅଧିକାରୀ କତିକି ଫୋନ୍ କଲୁ, ସେ କହିଲେ ଆମର ସେ କାମ ନୁହେଁ, ସେ ତହସିଲଦାର କାମ, କାମ ସେ ପ୍ଲାନ୍ କରିକି ଶନିବାର ରବିବାର ସୋମବାର ଅଛି ବୋଲି ଛୁଟି, ସେ ସେଇଥିପାଇଁ ସେ କାମ କରୁଛନ୍ତି, ଯେମିତି କି ବନ୍ଦ ନ କରିପାରିବେ। ତାଙ୍କ ଭିତରେ କ'ଣ ପ୍ରୁଫ୍ ଅଛି, କ'ଣ ପାଇଁ ଖୋଳୁଛନ୍ତି ସେ ଜାଗା? ଆମର ଭବିଷ୍ୟତରେ ଆମର ବିଲଟେ ଅଛି, ଆମେ ଘର କରିମୁ କି ଗୋଚର ଜମି ଲାଗିଛି, ଆମେ ଗୋଟେ ଘର ଦ୍ୱାର କରିମୁ କି ଗୋଟେ କ'ଣ କରିମୁ କି ଆମେ ଗୋଟେ କି ଫ୍ୟାକ୍ଟ୍ରି କରିମୁ କି କ'ଣ କରିମୁ? ସେଠି ଏଇ ବେଗା ଖୋଳିକି ନେଇଯିବେ, ତାଙ୍କ ଗାଁ ଲୋକ ମାଛ ଛାଡ଼ିବେ କି ତାଙ୍କ ଗାଁ ଲୋକ ଚଳିବେ? ସମସ୍ତେ ଖୁସିରେ ଚଳିବା ଦରକାର ନା। ତମ ଗାଁ ଲୋକ ଚଳିବେ ମାନେ ଆମେ କାହିଁ ପାଇଁ ଚଳିମୁନୁ ସେଥିରେ? ତମେ ଏତେ ଆମକୁ ରାସ୍ତା ନ ଛାଡ଼ିବ, ଆମେ ଗୋଟେ କିଛି ନ କରିପାରିମୁ, କ'ଣ କରିମୁ ଆମେ ଏଠି ଘରେ ରହିକି? ତାହେଲେ ଆମେ ଫେର ବିଦେଶୀ ଯିବୁ ନା ଓଡ଼ିଶା ଛାଡ଼ିକି?